देहे दिव्य आसी बसिले देख एडे सुंदर भाव जड़े नारीर संतक से धरी रही देखीदे आज्ञा आपे आपे मुंडटा नई जीव मार भाव आसुची सिंधि की जहाँ सिंधि पिंधि सिंदूर सुंदर माँ तुम जो सिंधि सिंदूर पिंधुच प्रथम सिंदूर कौ आंगुठी पिंधुच कौ आंगुठी पिंधुच माँ ये पांचटा मैंने कौ आंगुठी लगे पिंधती आंगुठी ना आंगुठी ना आंगुठी ना ना माँ आंगुठी लगेवा निषेध संस्कृत पद्मपुराण शुण माँ संस्कृत पद्मपुराण प्रमाण अच्छे बोले वृद्धांगुष्ठा ब्रह्म हत्या मझी आंगुठी केवे जदि पिंधिदेल निज स्वामी उपर विपद पड़े जन्म कला बाप विपद ताले कुह तेरे पाग केउ परी तुम्हें सिंदूर परा पिंधि बाउंस काठी पैसा रूपा कंटा सुवर्ण कंटा लुहा कंटा किछि लागि सिंदूर पिंधा तू शीघ्र मोले पैसा सेटा थरे किंतु मो माटा जब दिन पिंधिबो ता पई सेई कथाटा विरोध जाओ सेतिरे पिंधिबो पिंधिबो कोथिरे कोइ देबी किंतु वर्तमान में पाला शेष जे शेष जाई रहिबो आ अधार उठी न देउ मा हमर घर के जानी देवा बाबू तो देखो सीधा लपाई खबरदार होची जे पळई जिवे ताको अपन कहले आज्ञा काम करू काम सरला पतन मु पाला गाबु तुम काम सरला बसिगो मु कहि देबी हला ता पूर्व दुई भौणिया चोरी हे धीरे एमा जाबियो मामा जे मनुष्य से दिव्य ज्ञानी हबो जेडे छोट वाला हो किछि हरि कथा कहिबो ना ताकू आमे सुनिबा आ किछि ज्ञान नबा ए मनोभाव नै जो मान से होचंदे
ଯା ହଉ ମୁଁ ଆପଣମାନଙ୍କର କୈବର୍ତ୍ତ ନିକଟକୁ ପ୍ରଭୁ ପାଦ ବଢେଇଲେ, କୈବର୍ତ୍ତ ଧୋଇଲା। ଏ ଦୃଶ୍ୟ ଦେଖିଲା କିଏ? ଗଙ୍ଗା ବିଚାର କଲେ ମୋରି ଗର୍ଭରେ ନୌଚାଳନ କରି କୁଟୁମ୍ବ ପ୍ରତିପୋଷଣ କରୁଥିବା ସାମାନ୍ୟ ଗୋଟେ କୈବର୍ତ୍ତ ବ୍ରହ୍ମାରେ ଧୌତ ଯେ ପଦ, ଯେଉଁ ପାଦକୁ ଧୋଇବା ପାଇଁ ବ୍ରହ୍ମା ଚେଷ୍ଟା କରିଥିଲେ ନାହିଁ କେବେ? ବାମନାବତାରରେ ବଳିରା ଦ୍ୱାରରେ ଯାଇ ଭିକ୍ଷା ମାଗିଲା ବେଳେ ତ୍ରିପାଦ ଭୂମି ଗୋଟେ ପାଦ ସମ୍ପୂର୍ଣ୍ଣ ସ୍ୱର୍ଗମଣ୍ଡଳ ବ୍ୟାପିଲା। ବ୍ରହ୍ମା ମନ ମଧ୍ୟରେ ଚିନ୍ତା କଲେ, କହିଲେ ଏ ପ୍ରଭୁଙ୍କର ପାଦ ଆସିଛି ଯେତେବେଳେ ମୁଁ ତାକୁ ଟିକେ ଧୋଇବି, ପଦାମୃତ ପିଇବି। ବିଚାର କରି ନିଜ କମଣ୍ଡଳରେ ଥିବା 84 କାଠି ଗଙ୍ଗା ଜଳ, ଯୋଉ 84 କାଠି ଗଙ୍ଗା ଜଳରେ ଗୋଟେ ବିରାଟ ସରୋବର ପରିପୂର୍ଣ୍ଣ। ଏ ପାଦକୁ ନଅଣ୍ଟି ମନ୍ଦା ଜଳ ପଡ଼ିଲେ ପିଇବେ, ଜଳ ପଡ଼ିଲା। ତେଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହିଲେ, ବ୍ରହ୍ମାରେ ଧୌତ ଯେ ପଦ ରହିଛି ଧୁଆ ହେଇପାରିନି ବ୍ରହ୍ମା ଦ୍ୱାରା। ସେ ପାଦକୁ ସାମାନ୍ୟ କୈବର୍ତ୍ତ ଧୋଇଲା। ମୋରି ଗର୍ଭରେ ପ୍ରଭୁ ପାରି ହଉଛନ୍ତି, କୈବର୍ତ୍ତ ନବା କେଡ଼େ ଚାଲାକ। କହିଲା ପ୍ରଭୁଙ୍କର ପାଦରେ କୋଉ ଜାଗାରେ ଟିକେ ରେଣୁ ଥିବ, ପଡ଼ିଲେ ମୋ ନୌକାଟା ନାୟିକା ହେଇଯିବ ବୋଲି ପ୍ରଭୁଙ୍କୁ ଡଙ୍ଗାରେ ବସେଇଛି। ପାଦ ଦୁଇଟା ଆଜ୍ଞା ଗଙ୍ଗା ଆଡ଼କୁ ମୁହାଇ ଦେଇଛି। ଏଣେ ଅର୍ଘ୍ୟ ଥାଳି ଧରି ଗଙ୍ଗା ଦେବୀ ପରା ବେଗେ କୁଣିତ ଉଠିଲେ। ଏ କଥାକୁ ଦୂରରେ ଛିଡ଼ା ହୋଇ ଆଜ୍ଞା ଯମୁନା ଦେଖୁଥିଲା। ଯମୁନା ମନ ମଧ୍ୟରେ ଆଶା ପୋଷଣ କଲା, କଲା ହେ ଠାକୁରେ ଏ ସୌଭାଗ୍ୟ ଗଙ୍ଗା ଦେଲା, ମୁଁ କଣ ସୌଭାଗ୍ୟ ପାଇବିନି? ମୁଁ କହିଲେ ଦ୍ୱାପର ଯୁଗରେ ସେ ସୌଭାଗ୍ୟ ପ୍ରଭୁ ପାରି ହେଲା ବେଳେ ପ୍ରଭୁଙ୍କର ପୁନି ପାଦକୁ ଧୋଇଛି ଯମୁନା। ହେଲେ ଆଜ୍ଞା 6-7ରେ ଦେଖିଲେ ଆଜ୍ଞା ନନ୍ଦ, 8ରେ ହଉଛନ୍ତି ବିଜୁଳି ହେଲା। ତ ଯା ହଉ ଏଇ ଯୋଉ ନୀଳମଣି ଦେବକୀଙ୍କର ଉଦର ରୂପକ ଖଣିରେ ଆବିଷ୍କାର କରି ସାରିଲା ପରେ ଆଜ୍ଞା ମଣି ଲୋକ କିଣିପାରିବ। ଆପଣ ମାନେ କିଏ କେମିତି ବଡ ଚାକିରିଟେ କରିଥିଲେ, ବାପା ପାଦ ରଖିବନି ତଳେ ଓଦା ହେଇଛି, ସିଏ ଆଜ୍ଞା ମଣି ଟିକିଏ ହୁଏତ କିଣିପାରେ, ସମସ୍ତଙ୍କ ଦ୍ୱାରା କିଣିବା ସମ୍ଭବ ନୁହେଁ। ତାହେଲେ ଏ ଯୋଉ ମଣି ଆଜ୍ଞା ଆବିଷ୍କାର କଲେ କିଏ ବସୁଦେବ, ତାକୁ ବିକ୍ରି କରିବେ ନା ନାହିଁ? କିଣିଲା କିଏ? ନନ୍ଦ ରାଜା କିଣିଲେ ତାକୁ ମୂଲ ଦେଲେ no,